ମୁଁ ଭଗବାନଙ୍କୁ ପଚାରିଲି, ହେ ପ୍ରଭୁ, ତୁମେ ମୋତେ ଏତେ ଯନ୍ତ୍ରଣା କାହିଁକି ଦେଉଛ? ଭଗବାନ ହସି କହିଲେ, ମୁଁ ତୋତେ ଯନ୍ତ୍ରଣା ଦେଉନି, ବରଂ ତୋ ଭିତରେ ଲୁଚି ରହିଥିବା ଶକ୍ତିକୁ ପରୀକ୍ଷା କରୁଛି। ମୁଁ ପୁଣି ପଚାରିଲି, ତେବେ ଲୋକମାନେ ମୋତେ ଛାଡ଼ି କାହିଁକି ଚାଲିଯାଉଛନ୍ତି? ଭଗବାନ ଉତ୍ତର ଦେଲେ, ତୋ ଜୀବନର ଆଗାମୀ ସୁନ୍ଦର ଯାତ୍ରା ପାଇଁ ଯେଉଁମାନେ ଯୋଗ୍ୟ ନୁହନ୍ତି, ମୁଁ ସେମାନଙ୍କୁ ତୋ ରାସ୍ତାରୁ ହଟାଇ ଦେଉଛି। ଧୈର୍ଯ୍ୟ ଧର, ସମୟ ଆସିଲେ ତୁ ସବୁ ବୁଝିପାରିବୁ। ସବୁ କଥାର ଏକ ସୀମା ଥାଏ। ସୀମା ଭିତରେ ରହି କାର୍ଯ୍ୟ କଲେ ସମ୍ମାନ ମିଳେ, କିନ୍ତୁ ସୀମା ଲଙ୍ଘନ କଲେ କେବଳ ଅପମାନ ହିଁ ହାତକୁ ଆସେ। ସମୟ ଏବଂ ଯୌବନ କାହା ପାଇଁ ଅଟକି ରହେ ନାହିଁ। ସମୟର ସ୍ରୋତ ବହୁତ ପ୍ରଖର, ତେଣୁ ପ୍ରତିଟି ମୁହୂର୍ତ୍ତର ସଦୁପଯୋଗ କରନ୍ତୁ। ସାଧୁ, ସନ୍ଥ ଓ ସଜ୍ଜନ ବ୍ୟକ୍ତିମାନେ ନିଜର ଉଚିତ ନିଷ୍ପତ୍ତିରେ ସବୁବେଳେ ଅଟଳ ରହିଥାନ୍ତି, ପରିସ୍ଥିତି ଯାହା ବି ହେଉନା କାହିଁକି। ଦୁଷ୍ଟ ପ୍ରକୃତିର ଲୋକଙ୍କୁ ଆପଣ ଯେତେ ଭଲ ପାଇବା ଦେଲେ ମଧ୍ୟ ସେମାନେ ନିଜର ଅସଲ ସ୍ୱଭାବ ଛାଡ଼ିପାରନ୍ତି ନାହିଁ। ସୁଯୋଗ ମିଳିଲେ ସେମାନେ ନିଶ୍ଚୟ ଆଘାତ ଦିଅନ୍ତି। ସ୍ୱାମୀ ହେଉଛନ୍ତି ଦୁନିଆର ସବୁଠାରୁ ନିରୀହ ଜୀବ। ଯଦି ଦୁନିଆରେ କୌଣସି ନିରୀହ ଜୀବ ଖୋଜିବାକୁ ଚାହୁଁଛନ୍ତି, ତେବେ ଧ୍ୟାନର ସହ ନିଜ ସ୍ୱାମୀଙ୍କୁ ଦେଖନ୍ତୁ। ଯଦି ସେ ରାଗୁଥାନ୍ତି, ତଥାପି ବି ତାଙ୍କ ହାବଭାବକୁ ଟିକିଏ ଭଲ ଭାବେ ଲକ୍ଷ୍ୟ କରନ୍ତୁ। ସେ ନିଜର କଷ୍ଟ, ନିଜର ଅସହାୟତା ଓ ନିଜର କ୍ଳାନ୍ତିକୁ ଲୁଚାଉଥିବା ଦେଖାଯିବେ। କେତେ ପରିଶ୍ରମ କରି, କେତେ ଗାଳି ଓ ଅପବାଦ ଶୁଣି, କେତେ ଝାଳ ବୁହାଇ ସେ ଦୁଇ ଓଳି ମୁଠେ ଦାନା ରୋଜଗାର କରି ଆଣନ୍ତି। ଅନେକ ସ୍ୱାମୀ ତ ସଞ୍ଜ ହେଲେ ଘରକୁ ବି ଆସିପାରନ୍ତି ନାହିଁ। ପରଦେଶରେ ରହି ନିଜ ସ୍ତ୍ରୀ ପାଇଁ ଖୁସି ସାଉଁଟିବାରେ ସେମାନେ ନିଜ ଯୌବନକୁ ହରାଇ ବସନ୍ତି। ପଇସା ରୋଜଗାର କରିବା ଏତେ ସହଜ ନୁହେଁ। ସେ ସତରେ ବହୁତ କ୍ଳାନ୍ତ ହୋଇଯାଆନ୍ତି। ଆଉ ସ୍ତ୍ରୀର ଦୁଇପଦ ମିଠା କଥା ଶୁଣିବା ପାଇଁ ସେ ଚାହିଁ ବସିଥାନ୍ତି। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଗୀତାରେ ଲେଖା ଅଛି, ଘର ଯେତେ ସଫା ହେଲେ ବି ଧୂଳି ଜମିଯାଏ। ମଣିଷ ଯେତେ ଭଲ ହେଲେ ବି ସେ ଭୁଲ କରି ବସେ। ତେଣୁ ସମସ୍ତଙ୍କୁ ସମ୍ମାନ କର। ଯେଉଁମାନେ ଭଲ ହେବେ ସେମାନେ ସାଥ ଦେବେ, ଆଉ ଯେଉଁମାନେ ଖରାପ ହେବେ ସେମାନେ ଆପଣଙ୍କୁ ଶିକ୍ଷା ଦେଇ ଯିବେ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।